हेलो फ्रेंड्स, वेलकम बैक टू माय चैनल। आज क्लास रे में डिस्कशन करबा फॉरेस्ट गार्ड और एक्साइज कॉन्स्टेबल एग्जाम प्रिपरेशन बाय मोस्ट इंपोर्टेंट टॉपिक ओडिया ग्रामर रो पद निर्णय जोंथरे आमे 25 टी एमसीक्यू डिस्कशन करबा। जदि वीडियोटी भल लागिवो लाइक और सब्सक्राइब करिया पई भूलिबे नहीं। चलंतु विलंब न करी आज क्लास टी को आरंभ करबा। क्वेश्चन नंबर 1, गीता पुस्तक पढुची रे गीता केउ पद? तले गीताटा केउ पद? क्रिया कि विशेषण ना विशेषण ना सर्वनाम? गीताटा हচ্ছে ଗୋଟେ ବିଶେଷ ଶବ୍ଦ। ତାହେଲେ ଗୀତା କାହିଁକି ବିଶେଷ ଶବ୍ଦ ନା ବିଶେଷ କହିଲେ କ'ଣ ବୁଝ ନା ଯେଉଁ ପଦ କୌଣସି ଏକ ବ୍ୟକ୍ତି ବସ୍ତୁ ବା ସ୍ଥାନର ନାମକୁ ବୁଝାଏ ତାକୁ ବିଶେଷ ପଦ କୁହାଯାଇଥାଏ। ତାହେଲେ ଗୀତା ଏଠି କ'ଣ ଗୋଟେ ବ୍ୟକ୍ତିର ନାମକୁ ବୁଝାଉଛି, ତେଣୁ ଗୀତା ହେଉଛି ବିଶେଷ ପଦ। କ୍ୱେଶ୍ଚିନ୍ ନମ୍ବର 2, ସେ ଭଲ ଛାତ୍ର। ଗୋଟେ ଭଲ କେଉଁ ପଦ? ତାହେଲେ ଏଠାରେ ଭଲଟା କେଉଁ ପଦ? ଏଠି ଭଲଟା ଗୋଟେ ଗୁଣକୁ ବୁଝାଉଛି। ଆମେ ପୂର୍ବରୁ ପଢ଼ିଛେ ଯେଉଁ ପଦ କୌଣସି ଏକ ବ୍ୟକ୍ତି ବା ବସ୍ତୁର ଗୁଣ, ଆକାର, ଅବସ୍ଥା ଏସବୁକୁ ସୂଚାଇଥାଏ ତାକୁ ଆମେ କ'ଣ କହିଥାଏ ନା ବିଶେଷଣ କହିଥାଉ। ତାହେଲେ ଏଠି ଭଲ କ'ଣ? ଗୋଟେ ଛାତ୍ରର ଭଲ ଗୁଣ, ଗୋଟେ ଗୁଣକୁ ବୁଝାଉଛି। ତାମାନେ ଭଲଟା ହେଉଛି ଏଠି ଗୋଟେ ବିଶେଷଣ ପଦ। ତାହେଲେ ସେ ଭଲ ଛାତ୍ରରେ ଭଲଟା କେଉଁ ପଦ? ଭଲଟା ହେଉଛି ଗୋଟେ ବିଶେଷଣ ପଦ। କେଉଁଥିପାଇଁ ନା ଭଲଟା ହେଉଛି ଛାତ୍ରର ଗୁଣକୁ ଦର୍ଶାଇଲା, ସେଥିପାଇଁ ଭଲଟା ହେଉଛି ବିଶେଷଣ ପଦ। କ୍ୱେଶ୍ଚିନ୍ ନମ୍ବର 3, ମୁଁ ଘରକୁ ଯାଇଛି। ଏଟା ଘରଟା ହେଉଛି କେଉଁ ପଦ? ତାହେଲେ ଘରଟା ଏଠି କେଉଁ ପଦ? ଘର କ'ଣ ଗୋଟେ ସ୍ଥାନକୁ ବୁଝାଇଲା। ତାହେଲେ ସ୍ଥାନକୁ ବୁଝାଇଲେ ସେଇଟା କ'ଣ ହେବ? ବିଶେଷ ପଦ ହେବ। କାରଣ କହୁଛୁ ନା କୌଣସି ବ୍ୟକ୍ତି, ବସ୍ତୁ ବା ସ୍ଥାନର ନାମକୁ ବୁଝାଇବ, ସେଇଟାକୁ କ'ଣ କୁହାଯାଏ? ବିଶେଷ ପଦ କୁହାଯାଉଛି। ତାହେଲେ ଏଠାରେ ମୁଁ ଘରକୁ ଯାଉଛି ରେ ଘରଟା ହେଉଛି ଗୋଟେ ବିଶେଷ ପଦ। କ୍ୱେଶ୍ଚିନ୍ ନମ୍ବର 4, ସେ ଶୀଘ୍ର ଆସିଲା। ଏଟା ଶୀଘ୍ରଟା କେଉଁ ପଦ? ତାହେଲେ ଶୀଘ୍ରଟା କ'ଣ? ଏଠି ଗୋଟେ ଅବସ୍ଥାକୁ ବୁଝାଇଲା ନା ସେ ଆସିଲା କେମିତି ନା ଶୀଘ୍ର ଆସିଲା, ତେଣୁ ଏଇଟା ହେଉଛି ଗୋଟେ ବିଶେଷଣ ପଦ। କ୍ୱେଶ୍ଚିନ୍ ନମ୍ବର 5, ଆମେ ଖେଳୁଛୁ। ଖେଳୁଛିଟା କେଉଁ ପଦ? ତାହେଲେ ଆମେ ଖେଳୁଛିରେ ଖେଳୁଛିଟା କେଉଁ ପଦ? ତାହେଲେ ଆମେ ଜାଣିଛେ କ'ଣ ନା କର୍ତ୍ତା ଯାହା କରୁଛି ସେଇଟା ହେଉଛି କ୍ରିୟା। ତାହେଲେ ଏଠି କର୍ତ୍ତା କିଏ? ଆମେ କ'ଣ କରୁଛେ ନା ଖେଳୁଛେ। ତାହେଲେ ଖେଳୁଛେଟା ଏଠି କ'ଣ ହେବ? ଗୋଟେ କ୍ରିୟା ହେବ। ତେଣୁ ଖେଳୁଛ ହେଉଛି ଗୋଟେ କ୍ରିୟା ପଦ। କ୍ୱେଶ୍ଚିନ୍ ନମ୍ବର 6, ରାମ ଏବଂ ଶ୍ୟାମ ଆସିଲେ। ଏଟା ଏବଂଟା କେଉଁ ପଦ? ତାହେଲେ ଏଠି ଯେଉଁ ରାମ ଏବଂ ଶ୍ୟାମ ଆସିଲେ, ଏବଂଟା କେଉଁ ପଦ? ଗୋଟେ ଜିନିଷ ମନେ ରଖିଥାଉ, ଓ, ଏବଂ, କିମ୍ବା, ବା, କିନ୍ତୁ ଏଇସବୁ ଜିନିଷ ଯେତେବେଳେ ବାକ୍ୟରେ ବ୍ୟବହାର ହୋଇଥାଏ ସେଇ ପଦ ଗୁଡ଼ିକୁ କ'ଣ କୁହାଯାଏ ନା ଅବ୍ୟୟ ପଦ କୁହାଯାଇଥାଏ। ତେଣୁ ଏଠାରେ ଏବଂଟା ହେଉଛି ଗୋଟେ ଅବ୍ୟୟ ପଦ। କ୍ୱେଶ୍ଚିନ୍ ନମ୍ବର 7, ତୁମେ ମୋତେ ଡାକିଲ। ଆରେ ମତେଟା କେଉଁ ପଦ? ତୁମେ ମୋତେ ଡାକିଲ, ଏଠାରେ ମତେଟା କେଉଁ ପଦ? ତେଣୁ ମତେଟା ହେଉଛି ଏଠି କ'ଣ? ଏଠି ଗୋଟେ ସର୍ବନାମ ପଦ। କାହିଁକି ସର୍ବନାମ ପଦ? ନା ବିଶେଷ ପଦ ପରିବର୍ତ୍ତେ ଯେଉଁ ପଦ ବ୍ୟବହୃତ ହୁଏ ତାକୁ ସର୍ବନାମ କୁହାଯାଇଥାଏ। ତେଣୁ ଏଠାରେ ମତେଟା କ'ଣ? ଗୋଟେ ବିଶେଷ ପଦ ପରିବର୍ତ୍ତେ ବ୍ୟବହୃତ କରାହେଲା, ତେଣୁ ମତେଟା ହେଉଛି ଗୋଟେ ସର୍ବନାମ ପଦ। କ୍ୱେଶ୍ଚିନ୍ ନମ୍ବର 8, ସେ ଧୀରେ ଚାଲେ। ଏଠି ଧୀରେଟା କେଉଁ ପଦ? ତାହେଲେ ଏଠି ଧୀରେଟା କ'ଣ? ଗୋଟେ ଚାଲିବାର ଅବସ୍ଥାକୁ ବୁଝାଉଛି। ତେଣୁ ଆମେ ପୂର୍ବରୁ ପଢ଼ିଛେ ଯେଉଁ ପଦ କୌଣସି ଏକ ବସ୍ତୁ ବା ବ୍ୟକ୍ତିର ଗୁଣ ବା ଅବସ୍ଥାକୁ ବୁଝାଉଛି ତାକୁ ବିଶେଷଣ ପଦ କୁହାଯାଇଥାଏ। ତେଣୁ ଏଠି ଧୀରେଟା ହେଉଛି ଗୋଟେ ବିଶେଷଣ ପଦ ଅଟେ। କ୍ୱେଶ୍ଚିନ୍ ନମ୍ବର 9, ବଡ଼ ଘର। ଏଠି ବଡ଼ଟା କେଉଁ ପଦ? ତାହେଲେ ବଡ଼ଟା ଏଠି ବି ସେଇଭଳି ଗୋଟେ ଗୁଣକୁ ଦର୍ଶାଇଲା। ଛୋଟ ବଡ଼ ଗୋଟେ ଆକାରକୁ ବୁଝାଇଲା ନା ଏଇଟା, ତେଣୁ ଏଇଟା ହେଉଛି ଗୋଟେ ବିଶେଷଣ ପଦ। ତାହେଲେ ବଡ଼ଟା ହେଉଛି ଗୋଟେ ବିଶେଷଣ ପଦ। କ୍ୱେଶ୍ଚିନ୍ ନମ୍ବର 10, ମୁଁ ତାଙ୍କୁ ଦେଖିଲି। ତାହେଲେ ଏଠାରେ ତାଙ୍କୁଟା କ'ଣ? କେଉଁ ପଦ ଅଟେ? ଗୋଟେ ସର୍ବନାମ ପଦ। କାହିଁକି ନା ବିଶେଷ ପଦ ପରିବର୍ତ୍ତେ ବ୍ୟବହାର କରାହେଲା ତାଙ୍କୁ, ତେଣୁ ତାଙ୍କୁଟା ହେଉଛି ଗୋଟେ ସର୍ବନାମ ପଦ। କ୍ୱେଶ୍ଚିନ୍ ନମ୍ବର 11, ପକ୍ଷୀ ଉଡ଼ୁଛିରେ ପକ୍ଷୀଟି କେଉଁ ପଦ? ତାହେଲେ ଏଠି ପକ୍ଷୀଟି କ'ଣ? ଗୋଟେ ବିଶେଷ ପଦ ଅଟେ। ଗୋଟେ ଜାତିର ନାମକୁ ବୁଝାଇଲା ନା, ତେଣୁ ଏଇଟା ହେଉଛି ଗୋଟେ ବିଶେଷ ପଦ। କ୍ୱେଶ୍ଚିନ୍ ନମ୍ବର 12, ସେ ଘରେ ବସିଛି। ଏଟା ବସିଛିଟା କେଉଁ ପଦ? ତାହେଲେ ସେଟା କ'ଣ? କର୍ତ୍ତା। କର୍ତ୍ତା କ'ଣ କରୁଛି ନା ବସିଛି। ତେଣୁ କର୍ତ୍ତା ଯାହା କରେ ସେଇଟା କ'ଣ? କ୍ରିୟାପଦ। ତାହେଲେ କର୍ତ୍ତା ଏଠି କ'ଣ? ବସିଛି। ତେଣୁ ବସିଛିଟା ହେଉଛି ଗୋଟେ କ୍ରିୟାପଦ ଅଟେ।
क्वेश्चन नंबर 13 आम देश बड़ रे आम केउं पद ताले आम देश बड़ रे आमटा गोटे केउं पद ताले आमटा कौन एटी गोटे सर्वनाम पद। क्वेश्चन नंबर 14 से बहुत खुशी रे खुशीटा केउं पद ताले से बहुत खुशी रे खुशीटा गोटे केउं पद खुशीटा हूँ गोटे विशेषण पद अटे। राजू खेलुची ताले राजूटा एटी केउं पद गोटे नाम को बुझाउची ताले नाम को बुझेले विशेष्य पद तेणु राजूटा हूँ गोटे विशेष्य पद। क्वेश्चन नंबर 16 से धीरे कहला ताले धीरेटा कौन एटी गोटे तार कहबार अवस्थाटा को बुझेला तेणु धीरेटा ताले कौन हम विशेषण कारण विशेषण गुण बा अवस्था आकार यू जिन जो थो गोटे विशेषण तेणु धीरेटा हूँ विशेषण पद अटे। क्वेश्चन नंबर 18 मु खाई सारिली ये खाई सारिलीटा केउं पद तार मतलब कौन मुटा ये कर्ता कर्ता कौन कर खाई सार खाऊँ तेणु ये खाई सारिलीटा कौन हम कर्ता करुच्ची जिनसा से क्रिया कहुए खाई सारिला हूँ क्रियापद अटे। क्वेश्चन नंबर 19 से लंबा छुका ये लंबाटा केउं पद ताले लंबा कौन गोटे गुण को बुझेला लंबा छोट गेड़ा ये सब कौन गोटे जेहेतु गुण को बुझेला सेटा हूँ गोटे विशेषण पद। क्वेश्चन नंबर 21 तुमे मो संगी ताले एठारे तुमेटा को पद जेहेतु एटा विशेष पद परिवर्ते व्यवहार तो कराई तुमेटा हूँ गोटे सर्वनाम पद ताले तुमे मो संगी रे तुमेटा हूँ गोटे सर्वनाम पद। क्वेश्चन नंबर 22 पक्षी गछरे बसिछि गछरे केउं पद ताले गछटा कौन कौन से एक जातिर नाम को बुझाऊँ जेहेतु गछर गोटे जाति है से गोटे जातिर नाम को बुझेला सेटा हूँ गोटे विशेष्य पद तार गछटा हूँ गोटे विशेष्य पद। क्वेश्चन नंबर 23 से बहुत तेज ये तेजटा केउं पद तार कौन से तो बहुत तेज मैंने देखा सुंदर तेणु जेटा कौन गोटे गुण को बुझाऊँ तेल गुण को बुझेले कौ पद हम विशेषण पद हम तेणु एठारे तेजटा हूँ गोटे कौ पद ना विशेषण पद अटे। मु स्कूल जाऊँगी ताले एठारे स्कूलटा कौ पद अटे ऑप्शन नंबर ए विशेष्य पद। आशा करुच्ची आपण मैंने 24 क्वेश्चन आंसर सठिक भाव में देते जब वीडियो भल लगे लाइक और सब्सक्राइब करने भूलें ना। धन्यवाद।